ଆମର ସାଇକେଲ କାରଖାନାଟେ ନାହିଁ, ଆମ ରାଜ୍ୟରେ ସାଇକେଲ ତିଆରି କାରଖାନାଟିଏ ନାହିଁ, ଅଥଚ ଆମେ ବହୁତ ବଡ଼ ବଡ଼ କଥାବାର୍ତ୍ତା କରୁଛୁ, ବଡ଼ କାରଖାନା ଇସ୍ପାତ କାରଖାନା କରୁଛୁ ବୋଲିକରି କୁହାଯାଉଛି। ଦୁର୍ଭାଗ୍ୟର କଥା। ଯେତେ ଚିନି କଳ କରିଥିଲୁ, ତେଲ କଳ କରାଯାଇଥିଲା କଂଗ୍ରେସ ସମୟରେ, ସେ ସବୁଗୁଡ଼ାକ 24-25 ବର୍ଷ ହେଲା ଅକାମୀ। ସୂତା କଳ, ଲୁଗା କଳ, ଆଜି ଯଦି ସେ ସବୁ ସୂତା କଳ ଲୁଗା କଳ ଥାନ୍ତା ତାହେଲେ ହୁଏତ ଏତେ ପରିମାଣରେ ଦାଦନ ଖଟିବାକୁ ଲୋକ ଯାଉନଥାନ୍ତେ। ଦୁର୍ଭାଗ୍ୟର କଥା, ଏପର୍ଯ୍ୟନ୍ତ ଗୋଟିଏ ବି ସୂତା କଳ ଲୁଗା କଳର ରିଭାଇଭାଲ ହେଲାନି, ଗୋଟେ ଚିନି କଳର ରିଭାଇଭାଲ ହେଲାନି। କୃଷି କେମିତି ଆଗକୁ ଯିବ? ଭ୍ୟାଲ୍ୟୁ ଆଡିସନ ହଉନି, କୃଷି କେମିତି ଆଗକୁ ଯିବ? ସେସବୁ ଦୃଷ୍ଟିରୁ ବିଚାର କଲେ ବଜେଟ ହବାର କଥା ହେଇଛି ଓ ବଜେଟକୁ ପ୍ରଶଂସା ବା ନିନ୍ଦା କରିବାର କୌଣସି ଅବକାଶ ବି ସୃଷ୍ଟି ହଉନାହିଁ। ବଜେଟ ଯେଉଁ ଆଭିମୁଖ୍ୟ ନେଇ, ଯେଉଁ ଅବଜେକ୍ଟିଭ ନେଇ, ଯେଉଁ ଲକ୍ଷ୍ୟ ନେଇ ହେବା କଥା, ଲୋକଙ୍କୁ ନିଯୁକ୍ତି ଦେବ, ପିଲାଙ୍କୁ ନିଯୁକ୍ତି ଦେବ ଏବଂ ଆମ ରାଜ୍ୟରୁ ବାହାର ରାଜ୍ୟକୁ ଚାଲି ଯାଉଥିବା ଅର୍ଥକୁ ରୋକିବ। ପ୍ରତି ମାସରେ ପାଖାପାଖି 25,000 କୋଟି ଟଙ୍କା ଆମେ ପିନ୍ଧିବା ଆଉ ଖାଇବା ପାଇଁକି ବାହାର ରାଜ୍ୟକୁ ଯାଉଛି।